ପିଲାମାନେ ପୋଟଳ ତରକାରୀଟା କରୁଛି। ପୋଟଳ ଆଳୁ ତରକାରୀ, ପୋଟଳ ଆଳୁ ତରକାରୀ ହେଲା। ଆଉ ଟିକେ ଏଇଠି ଡାଲି ବସେଇଛି, ଏଇଟା ମସୁର ଡାଲି ତ ସେଥିପାଇଁ ଖୋଲାରେ ବସେଇ ଦେଇଛି। ଫଟକିନି ପ୍ରେସର ଦରକାର ନାହିଁ। ଟିକେ ହଳଦୀ ପକେଇଦେବା। ଆଉ ଗୋଟେ କରିଛି କ'ଣ କହିଲ, ଆଜି ହେଇଛି ଏଇଟା ସଜନା ଶାଗ, ଟିକେ କଖାରୁ ଶାଗ। ସଜନା ଶାଗରେ ଯାହା ପକେଇବ ସେ ସେମିତି ଭଲ ହେବ। ମୁଗ ଡାଲିରେ ହେବ, କଖାରୁରେ ହେବ। ମୁଁ ଖାଲି କଖାରୁ ପକେଇ ଭାଜିଛି। ତାପରେ ଡାଲି କରିନଥାନ୍ତି, ପୋଟଳ ତରକାରୀ ଟିକେ ଝୋଳ ରଖିବାନି। ଝୋଳ ଟିକେ ରଖିଲେ ପାଣିଚିଆ ହେଇଯିବ କି କ'ଣ ଭାବୁଛି। ଆଳୁଟା ସିଝିଲା କି ନାହିଁ? ଆଳୁ ତ ପଡ଼ିନି, ଗୋଟିଏ ଆଳୁ ପଡ଼ିଛି। ଆଳୁ କେବଳ ଗୋଟେ ମିଶ୍ରଣ, ନହେଲେ ପକେଇବାର କଥା ନୁହଁ ହେଲା। ଡାଲି ଟିକେ ହେଇଗଲା, ହଳଦୀ ପଡ଼ିଗଲା, ଆଉ ଟିକେ ଲୁଣ, ଗୋଟେ ବିଲାତି। ଲୁଣ ପଡ଼ିଗଲା। ସବୁବେଳେ ତ ଲାଇନ ଗଲା ଆଉ। ଲାଇନ କଥା କ'ଣ କହୁଛ? ବିଲାତି ପକେଇଦବା। ହେଇଗଲା। ବିଲାତି ସିଝିଯାଉ, ଏଥିରେ ଦୁକ୍ ହେଇକି ହେଇଯାଉ। ଗଲା, ଟିକେ ଘୋଡ଼େଇ ରଖିଦେବା। ଘୋଡ଼େଇ ନ ରଖିଲେ ପଡ଼ିଯିବ। ଖାଲି ରହିଲା ଖାଇବା କଥା।